अर्जुन उवाच एवं सततयुक्ताये भक्ता स्वं पर्युपासते ये चापक्षरमो व्यक्तं तेषां के योगवित्तमः। अर्थात एहीपरि भावरे ଯେଉଁ ଭକ୍ତ ନିରନ୍ତର ସଂଯୁକ୍ତ ଚିତ୍ତ ହୋଇ ଆପଣଙ୍କର ପୂଜା ଉପାସନା କରନ୍ତି, ପୁଣି ଯେଉଁ ଭକ୍ତ ଅକ୍ଷର ଅବ୍ୟକ୍ତ ନିର୍ଗୁଣ ନିରାକାର ବ୍ରହ୍ମକୁ ମଧ୍ୟ ପୂଜା ଉପାସନା କରନ୍ତି, ସେମାନଙ୍କ ମଧ୍ୟରେ କେଉଁ ଭକ୍ତ ଶ୍ରେଷ୍ଠ ଯୋଗୀ? ଶ୍ଲୋକର ବ୍ୟାଖ୍ୟା। ଏକାଦଶ ଅଧ୍ୟାୟର ଶେଷରେ ଭଗବାନ କହିଲେ ଯେ ଯିଏ ଅନନ୍ୟ ଭକ୍ତି ଦ୍ୱାରା ତାଙ୍କୁ ଜାଣିପାରେ, ଦେଖିପାରେ ଓ ତାଙ୍କଠାରେ ପ୍ରବେଶ କରିପାରେ, ସେ ପୁଣି କହିଲେ ଯେ ଯିଏ ତାଙ୍କ ପାଇଁ କର୍ମ କରେ, ତାଙ୍କୁ ପରମ ଲକ୍ଷ୍ୟ ମାନେ ତାଙ୍କର ଭକ୍ତ ହୁଏ, ଆସକ୍ତି ରହିତ ଓ ସର୍ବଭୂତରେ ବୈରଭାବ ଶୂନ୍ୟ ହୁଏ, ସେ ହିଁ ତାଙ୍କୁ ପାଏ। ଏହା ଶୁଣି ଅର୍ଜୁନଙ୍କ ମନରେ ପ୍ରଶ୍ନ ଉଠୁଛି। ସେ ପଚାରୁଛନ୍ତି, ହେ ଭଗବାନ, ଏହିପରି ଭାବରେ ଯେଉଁ ଭକ୍ତମାନେ ନିରନ୍ତର ଆପଣଙ୍କଠାରେ ଯୁକ୍ତ ହୋଇ ଆପଣଙ୍କର ଉପାସନା କରନ୍ତି ଏବଂ ଯେଉଁମାନେ ଅକ୍ଷର ଅବ୍ୟକ୍ତ ବ୍ରହ୍ମଙ୍କର ଉପାସନା କରନ୍ତି, ସେହି ଦୁଇ ପ୍ରକାର ଉପାସକଙ୍କ ମଧ୍ୟରେ କେଉଁମାନେ ଶ୍ରେଷ୍ଠ ଯୋଗୀ ବା ଯୋଗୀ? ଅର୍ଜୁନଙ୍କ ପ୍ରଶ୍ନ ହେଉଛି, ସଗୁଣ ସାକାର ଭଗବାନଙ୍କ ଉପାସନା ଶ୍ରେଷ୍ଠ ନା ନିର୍ଗୁଣ ନିରାକାର ବ୍ରହ୍ମଙ୍କ ଉପାସନା ଶ୍ରେଷ୍ଠ? କେଉଁ ମାର୍ଗର ସାଧକ ଅଧିକ ଉନ୍ନତି ଲାଭ କରେ? ଭଗବାନ ଉବାଚ ମୟ୍ୟାବେଶ୍ୟ ମନୋ ୟେ ମା ନିତ୍ୟୟୁକ୍ତା ଉପାସତେ ଶ୍ରଦ୍ଧୟା ପରୟୋପେତା ସ୍ତେ ମେ ୟୁକ୍ତତମା ମତଃ। ଅର୍ଥାତ୍ ଭଗବାନ କହିଲେ, ଯେଉଁମାନେ ମୋ ଠାରେ ଚିତ୍ତ ନିବେଶ କରି ନିତ୍ୟ ନିରନ୍ତର ମୋ ଠାରେ ସଂଲଗ୍ନ ହୋଇ ପରମ ଶ୍ରଦ୍ଧା ସମ୍ପନ୍ନ ହୋଇ ମୋର ଉପାସନା କରନ୍ତି, ସେମାନେ ହିଁ ଶ୍ରେଷ୍ଠ ଯୋଗୀ ବୋଲି ମୋର ମତ। ଶ୍ଲୋକର ବ୍ୟାଖ୍ୟା। ଭଗବାନ ଅର୍ଜୁନଙ୍କ ପ୍ରଶ୍ନର ସିଧାସଳଖ ଉତ୍ତର ଦେଇ ପ୍ରଥମେ ସଗୁଣ ଉପାସକଙ୍କ ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି। ଶ୍ରୀ ଭଗବାନ କହିଲେ, ଯେଉଁମାନେ ମୋ ଠାରେ ମନକୁ ସ୍ଥିର ଭାବରେ ଲଗାଇ ନିତ୍ୟ ମୋ ସହିତ ଯୁକ୍ତ ହୋଇ ପରମ ଶ୍ରଦ୍ଧାର ସହିତ ମୋର ଉପାସନା କରନ୍ତି, ସେମାନେ ମୋ ମତରେ ଶ୍ରେଷ୍ଠତମ ଯୋଗୀ। ଭଗବାନଙ୍କ ଦୃଷ୍ଟିରେ ସେହି ଭକ୍ତମାନେ ହିଁ ସବୁଠାରୁ ଶ୍ରେଷ୍ଠ ଯୋଗୀ, ଯେଉଁମାନେ ନିଜ ମନକୁ ସମ୍ପୂର୍ଣ୍ଣ ଭାବରେ ଭଗବାନଙ୍କ ସଗୁଣ ରୂପରେ ସ୍ଥିର କରନ୍ତି, ନିରନ୍ତର ତାଙ୍କ ସହିତ ଯୁକ୍ତ ରହିବାର ଅଭ୍ୟାସ କରନ୍ତି ଏବଂ ଅତୁଟ ଶ୍ରଦ୍ଧା ସହିତ ତାଙ୍କର ଉପାସନା କରନ୍ତି। ଏହା ସାଧନା ଦୃଷ୍ଟିରୁ ଅଧିକ ସ୍ପଷ୍ଟ ଓ ସହଜ ମାର୍ଗ ବୋଲି ପରବର୍ତ୍ତୀ ଶ୍ଲୋକରୁ ଜଣାପଡ଼ିବ। ଯେଉଁମାନେ ମୋତେ ଅକ୍ଷର, ଅଦୃଶ୍ୟ, ଅବ୍ୟକ୍ତ, ଅଚିନ୍ତ୍ୟ, ସର୍ବବ୍ୟାପକ, ଅପରିଣାମୀ, ଅଚଳ, ନିତ୍ୟ ଭାବେ ଇନ୍ଦ୍ରିୟ ଗଣଙ୍କୁ ସଂଯମ କରି ସର୍ବତ୍ର ସମତ୍ୱ ଭାବ ଯୁକ୍ତ ହୋଇ ସକଳ ଜୀବଗଣଙ୍କ ହିତରେ ରତ ହୋଇ ମୋର ଉପାସନା କରନ୍ତି, ସେମାନେ ମୋତେ ପ୍ରାପ୍ତ ହୁଅନ୍ତି। ତେବେ ନିର୍ଗୁଣ ବ୍ରହ୍ମଙ୍କ ଉପାସକଙ୍କ ବିଷୟରେ ଭଗବାନ କ'ଣ କହୁଛନ୍ତି? କିନ୍ତୁ ଯେଉଁମାନେ ଅକ୍ଷର, ଅନିର୍ଦ୍ଦେଶ୍ୟ, ଅବ୍ୟକ୍ତ, ସର୍ବତ୍ରଗ, ଅଚିନ୍ତ୍ୟ, କୂଟସ୍ଥ, ଅଚଳ ଏବଂ ଧ୍ରୁବ ବ୍ରହ୍ମଙ୍କୁ ଉପାସନା କରନ୍ତି, ସେମାନେ ଇନ୍ଦ୍ରିୟ ସମୂହକୁ ଭଲ ଭାବରେ ସଂଯମ କରି ସବୁଠାରେ ସମାନ ବୁଦ୍ଧି ରଖି ଏବଂ ସମସ୍ତ ପ୍ରାଣୀଙ୍କ ହିତରେ ନିୟୋଜିତ ରହି ମୋତେ ହିଁ ପ୍ରାପ୍ତ କରନ୍ତି। ଭଗବାନ କହୁଛନ୍ତି ଯେ ଯେଉଁମାନେ ନିର୍ଗୁଣ ନିରାକାର ଅବିନାଶୀ ବ୍ରହ୍ମଙ୍କର ଧ୍ୟାନ କରନ୍ତି, ସେମାନଙ୍କୁ କଠୋର ସାଧନା କରିବାକୁ ପଡ଼େ। ସେମାନଙ୍କୁ ନିଜ ସମସ୍ତ ଇନ୍ଦ୍ରିୟକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବାକୁ ହୁଏ, ସମସ୍ତ ପରିସ୍ଥିତି ଓ ପ୍ରାଣୀଙ୍କ ପ୍ରତି ସମାନ ଦୃଷ୍ଟି ରଖିବାକୁ ହୁଏ ଏବଂ ସମସ୍ତଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ହୁଏ। ଏହି କଠିନ ମାର୍ଗରେ ଯାଇ ମଧ୍ୟ ସେମାନେ ଶେଷରେ ଭଗବାନଙ୍କୁ ପ୍ରାପ୍ତ କରନ୍ତି। ଲକ୍ଷ୍ୟ ଉଭୟ ମାର୍ଗରେ ଏକ, କିନ୍ତୁ ନିର୍ଗୁଣ ମାର୍ଗ ଅଧିକ କଷ୍ଟସାଧ୍ୟ। ଯେଉଁମାନେ ଅବ୍ୟକ୍ତ ବ୍ରହ୍ମ ପ୍ରତି ଆସକ୍ତ, ସେମାନଙ୍କୁ ସାଧନାରେ ଅଧିକ କ୍ଲେଶ ହୁଏ, କାରଣ ଦେହାଭିମାନୀଙ୍କ ଦ୍ୱାରା ବହୁ କଷ୍ଟରେ ଅବ୍ୟକ୍ତ ବିଷୟକ ଗତି ପ୍ରାପ୍ତ ହୋଇଥାଏ। ଶ୍ଲୋକର ବ୍ୟାଖ୍ୟା।
ନିର୍ଗୁଣ ଉପାସନା କାହିଁକି ଅଧିକ କଷ୍ଟକର? ଭଗବାନ କହୁଛନ୍ତି, ଯେଉଁମାନଙ୍କ ଚିତ୍ତ ଅବ୍ୟକ୍ତରେ ଆସକ୍ତ ସେମାନଙ୍କ ପାଇଁ କ୍ଲେଶ ବା କଷ୍ଟ ଅଧିକତର ହୋଇଥାଏ। କାରଣ ଦେହାଭିମାନୀ ଜୀବମାନଙ୍କ ଦ୍ୱାରା ଅବ୍ୟକ୍ତ ଗତି ବା ନିରାକାର ବ୍ରହ୍ମରେ ସ୍ଥିତ ଅତ୍ୟନ୍ତ କଷ୍ଟରେ ହିଁ ପ୍ରାପ୍ତ କରାଯାଏ। ଯେଉଁମାନେ ନିଜକୁ ଏହି ଶରୀର ବୋଲି ମନେ କରନ୍ତି ସେମାନଙ୍କ ପାଇଁ କୌଣସି ଆକାର ବା ରୂପ ନଥିବା ଇନ୍ଦ୍ରିୟ ଓ ମନର ଅଗୋଚର ନିରାକାର ତତ୍ତ୍ୱରେ ମନକୁ ସ୍ଥିର କରିବା ଅତ୍ୟନ୍ତ କଠିନ। ଇନ୍ଦ୍ରିୟ ଓ ମନ ସର୍ବଦା କୌଣସି ଆକାର ବା ଆଲମ୍ବନ ଖୋଜେ। ତେଣୁ ନିର୍ଗୁଣ ଉପାସନା ଦେହଧାରୀ ଜୀବ ପାଇଁ ଅଧିକ କ୍ଲେଶଦାୟକ। ଯେଉଁମାନେ ସମସ୍ତ କର୍ମ ମୋଠାରେ ସମର୍ପଣ କରି ମତ ପରାୟଣ ହୋଇ ଅନନ୍ୟ ଯୋଗରେ ମୋତେ ଧ୍ୟାନ କରି ମୋର ଉପାସନା କରନ୍ତି, ମୁଁ ସେମାନଙ୍କର ମୃତ୍ୟୁ ସଂସାର ସାଗରରୁ ଅବିଳମ୍ବେ ଉଦ୍ଧାର କର୍ତ୍ତା ହୋଇଥାଏ। ଅପରପକ୍ଷରେ ସଗୁଣ ଉପାସକଙ୍କ ପାଇଁ ଭଗବାନଙ୍କର କ'ଣ ପ୍ରତିଶ୍ରୁତି ରହିଛି? ଭଗବାନ ଏହି 2 ଶ୍ଲୋକରେ କହିଛନ୍ତି, ଯେଉଁମାନେ ସମସ୍ତ କର୍ମକୁ ମୋଠାରେ ସମର୍ପଣ କରି ମୋତେ ହିଁ ପରମ ଆଶ୍ରୟ ମାନି ଅନନ୍ୟ ଯୋଗ ଦ୍ୱାରା ହିଁ ମୋତେ ଧ୍ୟାନ କରି ଉପାସନା କରନ୍ତି, ହେ ପାର୍ଥ, ମୋଠାରେ ଚିତ୍ତ ନିବେଶ କରିଥିବା ସେହି ଭକ୍ତମାନଙ୍କ ପାଇଁ ମୁଁ ଶୀଘ୍ର ହିଁ ମୃତ୍ୟୁମୟ ସଂସାର ସାଗରରୁ ଉଦ୍ଧାର କର୍ତ୍ତା ହୁଏ। ଯେଉଁ ଭକ୍ତ ନିଜର ସମସ୍ତ କର୍ମ ଓ ତାର ଫଳ ଭଗବାନଙ୍କୁ ସମର୍ପଣ କରି ତାଙ୍କୁ ହିଁ ଏକମାତ୍ର ଆଶ୍ରୟ ମାନି ଏକାଗ୍ର ଚିତ୍ତରେ କେବଳ ତାଙ୍କରି ଧ୍ୟାନ ଏବଂ ଉପାସନା କରନ୍ତି, ସେମାନଙ୍କୁ ଭଗବାନ ନିଜେ ଏହି ଦୁଃଖମୟ ସଂସାର ସାଗରରୁ ଅତିଶୀଘ୍ର ଉଦ୍ଧାର କରନ୍ତି। ସେମାନଙ୍କୁ ନିଜ ଚେଷ୍ଟାରେ ସଂସାର ପାର ହେବାର କଷ୍ଟ କରିବାକୁ ପଡ଼େ ନାହିଁ। ଭଗବାନ ସେମାନଙ୍କ ଦାୟିତ୍ୱ ନିଅନ୍ତି। ଏହା ସଗୁଣ ଭକ୍ତି ମାର୍ଗର ସହଜତା ଓ ନିରାପତ୍ତାକୁ ଦର୍ଶାଏ। ଚିତ୍ତ, ବୁଦ୍ଧି ଓ ମନ ନିବେଶ କର, ଏହା ଉତ୍ତାରୁ ତୁମେ ମୋଠାରେ ହିଁ ନିବାସ କରିବ, ଏଥିରେ ସନ୍ଦେହ ନାହିଁ। ତେଣୁ ସାଧକଙ୍କ କର୍ତ୍ତବ୍ୟ କ'ଣ? ଭଗବାନ ସିଧାସଳଖ ଉପଦେଶ ଦେଇଛନ୍ତି, ତୁମେ କେବଳ ମୋଠାରେ ହିଁ ମନକୁ ସ୍ଥିର କର, ମୋଠାରେ ହିଁ ବୁଦ୍ଧିକୁ ନିବେଶ କର, ଏହାପରେ ତୁମେ ମୋଠାରେ ହିଁ ନିବାସ କରିବ, ଏଥିରେ କୌଣସି ସନ୍ଦେହ ନାହିଁ। ଭଗବାନଙ୍କୁ ପାଇବାର ସବୁଠାରୁ ସରଳ ଓ ସିଧା ଉପାୟ ହେଉଛି ନିଜର ମନ ଏବଂ ବୁଦ୍ଧି ଉଭୟକୁ ଭଗବାନଙ୍କ ଠାରେ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରିଦେବା। ଯଦି କେହି ଏପରି କରିପାରେ ତେବେ ସେ ଶରୀର ତ୍ୟାଗ ପରେ ନିଶ୍ଚିତ ଭାବରେ ଭଗବାନଙ୍କୁ ହିଁ ପ୍ରାପ୍ତ କରିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଯଦି ମୋଠାରେ ଚିତ୍ତ ନିବେଶ ସ୍ଥିର ରଖିବାକୁ ସକ୍ଷମ ନ ହୁଅ ତେବେ ଧନଞ୍ଜୟ ତୁମେ ଅଭ୍ୟାସ ଯୋଗ ଦ୍ୱାରା ମୋତେ ପ୍ରାପ୍ତ ହେବାକୁ ଚେଷ୍ଟା କର। ଶ୍ଲୋକର ବ୍ୟାଖ୍ୟା, ଯଦି ମନକୁ ସମ୍ପୂର୍ଣ୍ଣ ସ୍ଥିର କରିବା ସମ୍ଭବ ନ ହୁଏ ତେବେ କ'ଣ କରିବା ଉଚିତ? ଭଗବାନ ବିକଳ୍ପ ମାର୍ଗ ବତାଇଛନ୍ତି। ଆଉ ଯଦି ତୁମେ ମୋଠାରେ ଚିତ୍ତକୁ ସ୍ଥିର ଭାବରେ ସମାହିତ କରିବାକୁ ସମର୍ଥ ନୁହଁ ତେବେ ହେ ଧନଞ୍ଜୟ, ଅଭ୍ୟାସ ଯୋଗ ଦ୍ୱାରା ମୋତେ ପାଇବାକୁ ଇଚ୍ଛା କର। ଯଦି ମନ ସ୍ୱତଃ ଭଗବାନଙ୍କ ଠାରେ ସ୍ଥିର ରହୁନାହିଁ ତେବେ ହତାଶ ହେବାର କାରଣ ନାହିଁ। ସେତେବେଳେ ଅଭ୍ୟାସ ଯୋଗର ଆଶ୍ରୟ ନେବା ଉଚିତ। ମନ ଯେତେବେଳେ ବି ଭଗବାନଙ୍କ ଠାରୁ ହଟି ଅନ୍ୟ ବିଷୟକୁ ଯିବ ତାକୁ ପୁଣି ଫେରାଇ ଆଣି ଭଗବାନଙ୍କ ଚିନ୍ତନରେ ଲଗାଇବାକୁ ଚେଷ୍ଟା କରିବା। ଏହା ନିରନ୍ତର ପ୍ରୟତ୍ନକୁ ହିଁ ଅଭ୍ୟାସ ଯୋଗ କୁହାଯାଏ। ଏହି ଅଭ୍ୟାସ ଦ୍ୱାରା ଧୀରେ ଧୀରେ ଭଗବାନଙ୍କୁ ପାଇବା ଇଚ୍ଛା ଦୃଢ଼ ହେବ ଏବଂ ମନ ସ୍ଥିର ହେବ।